हे ठाकुरे आसिब कि आम घरकू पद धूली देई हस हस होई लोड़ीब कि आम सेवाकू आसिब कि आम घर काठ आसन काठर खटरे कंथारे शोइब निजकू कंथारे केउ घर भल लागिब तुमकू से घर और पीवी तुमकू कौन खाइब कौन पीब रखिछि घरे मु दाबकू रखिछि केउ तरकारी खाइब हे हरि केउ रखिछि सजना शागकू साधा पान खंडे देवी मु प्रभु हे गाई क्षीर देवी मुखकू गाई नुआ वस्त्र खंडे देई पारिबिनी नुआ वस्त्र खंडे देई पारिबिनी अर्थ मोर नाई घरकू चेष्टा मु करिबी गामुछा देवाकू अबा देवी मु रुमालकू दक्षिणा तो नाही किस देवी मुही दक्षिणा तो नाही किस देवी मुही बुझाउछि मोर मनकू बुझाउछि मोर मनकू हे सुना ठाकुरे सरधाकू नेई आस हे गरीब घरकू आस हे गरीब घरकू बलिया हसिब तुमे भी हसिब बलिया हसिब तुमे भी हसिब यही भाव जुग जुगकू यही भाव हे ठाकुरे आसिब कि आम घरकू
ଶିଶୁ ଅନନ୍ତଙ୍କର ପବିତ୍ର କ୍ଷେତ୍ର ପରିବାର ତୀର୍ଥରେ ବଳିଆ ଆଜି ଏହି ପବିତ୍ର ଆଶ୍ରମ ମୋର ଗୁରୁ ଆଶ୍ରମ ଇଷ୍ଟକ୍ଷେତ୍ର ଜନ୍ମଭୂମି ଏବଂ ପାଇକା କୂଳ ଏଇଠୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ମାତ୍ର 2 ଦିନ ହେଲା ଆଶ୍ରମରେ ପହଞ୍ଚିଛି। ଭକ୍ତମାନେ ଆସି ଦେଖା ସାକ୍ଷାତ କରୁଛନ୍ତି। ମୁଁ ରହିବି, ବର୍ତ୍ତମାନ 15 ଦିନ 20 ଦିନ ରହିବି। ଯେଉଁମାନେ ଆସିବା କଥା ଆସ, କଥାବାର୍ତ୍ତା ହେଇକି ଯିବ, କିନ୍ତୁ ସମୟରେ ଆସିବ। ଏଇ ଯେଉଁ ସଙ୍ଗୀତଟି ଆପଣମାନଙ୍କ ଉଦ୍ଦେଶ୍ୟରେ ପଢ଼ିଲି, ଏ ସଙ୍ଗୀତର ଅର୍ଥଟିକୁ ଆପଣମାନେ ବୁଝିବାକୁ ପଡ଼ିବ। ଠାକୁରଙ୍କୁ ଗୋଟାଏ ଜଗତ ମାଲିକ ବା ସମ୍ରାଟ ବା ବାଦଶାହ ବୋଲି ଭାବିବା ଉଚିତ ନୁହେଁ। ତୁମେ ଯେମିତି କହୁଛ ମୋ ବାପା, ମୋ ମା, ମୋ ଭାଇ, ମୋ ଭଉଣୀ, ମୋ ଘର, ସେମିତି ଠାକୁର ହେଉଛନ୍ତି 1 ନମ୍ବର ତମ ପରିବାରର ସଦସ୍ୟ। ସେଇ ଭାବରେ ବିଦୁରଙ୍କ ଘରେ ଭଗବାନ କୃଷ୍ଣ ଅତିଥି ହେଇଥିଲେ। ସେଇ ଭାବରେ ସୁଦାମାଙ୍କର ଖୁଦ ଭଜାକୁ ସେ ଖାଇଥିଲେ। ସେଇ ଭାବରେ ଅର୍ଜୁନଙ୍କ ସହିତ ସୁଭଦ୍ରାଙ୍କୁ ବିବାହ ଦେଇଥିଲେ। ସେଇ ଭାବକୁ ନେଇ ମହାଭାରତ ଯୁଦ୍ଧରେ ସାରଥୀ ହେଇଥିଲେ ପାଣ୍ଡବମାନଙ୍କ ରଥରେ। ତେଣୁ ଠାକୁର ହେଉଛନ୍ତି ଆମ ଜୀବନ ଘରର, ଘର କହିଲେ ଜୀବନ ଗୋଟିଏ ଘର, ଘର କହିଲେ ଆମ ପରିବାର ଗୋଟିଏ ଘର, ଆମ ପରିବାର କହିଲେ ଘର କହିଲେ ଜୀବନ, ପରିବାର, ଦେଶ, ବିଶ୍ୱ ସବୁ ଘର। ସେଇ କଥାଟା ସଂସ୍କୃତରେ ଲେଖା ହେଇଛି ଈଶାବାସ୍ୟମ୍, ଈଶ୍ୱରଙ୍କର ନିବାସ। ତାକୁ ଯଦି ତୁମେ ଭାବିବ ଇଏ ହେଉଛନ୍ତି ବାଦଶାହ, ଇଏ ହେଉଛନ୍ତି ସମ୍ରାଟ, ତେଣୁ ଯେମିତି ବାଦଶାହଙ୍କ ଆଗରେ କର ଯୋଡ଼ିକିରି ହାତ ମଳିକିରି କଥା କହନ୍ତି, ଆମେ ଯଦି ସେମିତି ଭାବିବା ତାହେଲେ ଆମ ଜୀବନରେ ଆମେ ତାଙ୍କ ସ୍ପର୍ଶ ପାଇବା ନାହିଁ। ତେଣୁ ଆମେ ଯେମିତି କହୁଛୁ କାଳିଆ ସବୁ ତୋ ଇଚ୍ଛା, ସେଠି ତୋ ଶବ୍ଦଟା ଯେମିତି ସାନ ଭାଇକି କୁହାଯାଏ, କିନ୍ତୁ ଅତି ନିଜର ଭାବୁଛୁ ବୋଲି ପ୍ରଭୁ ହେ ସବୁ ତୋ ଇଚ୍ଛା, ହେ କାଳିଆ ସବୁ ତୋ ଇଚ୍ଛା। ଏଇ ଯେଉଁ ତୁ ଆଉ ତୋ ଶବ୍ଦଟିକୁ ଆମେ ବ୍ୟବହାର କରୁ, ଗୋଟେ ଅହଙ୍କାରରେ କରୁ, ସେଟା ଅଲଗା କଥା। କିନ୍ତୁ ସବୁଠାରୁ ଭଲ ହେଉଛି ତୁମେ ଅତି ନିଜର ଭାବିଲେ ହିଁ ତୁ ଶବ୍ଦଟା ଆସିବ। ଇଂରାଜୀ ଗୋଟିଏ ଶବ୍ଦ, ସେଠି ତୁ ତେମେ ଆପଣ କୌଣସି ଶବ୍ଦର ସଂଜ୍ଞା ନାହିଁ। କେବଳ ୟୁ କହିଲେ ତୁକୁ ବୁଝେଇବ, ତେମେକୁ ବୁଝେଇବ, ଆପଣଙ୍କୁ ବି ମଧ୍ୟ ବୁଝେଇବ। ତେଣୁ ସବୁ କଥାକୁ ଆପଣମାନେ ମନେ ପକାନ୍ତୁ। ବୟସ ବଢ଼ୁଛି, ଜଞ୍ଜାଳ ବଢ଼ୁଛି, କର୍ତ୍ତବ୍ୟ ବଢ଼ୁଛି, ଦାୟିତ୍ୱ ବି ବଢ଼ୁଛି। ତୁମେ ଏମିତି ଆଜି ପର୍ଯ୍ୟନ୍ତ ଯଦି ସ୍ଥିର କରିପାରିବ ନାହିଁ ଯେ କ'ଣ ଠାକୁର କ'ଣ କରିବି, ତାହେଲେ ସେମିତି ଭାବି ଭାବିକି ଦୁନିଆରେ ଚାଲିଯିବ। ତେଣୁ ଠାକୁରଙ୍କୁ ଯଦି ଭଲ ପାଇଛ, ଗୁରୁଙ୍କୁ ଯଦି ଭଲ ପାଇଛ, ନିଜକୁ ସେ ସମର୍ପଣ କରିବା, ଏଗୁଡ଼ା ବହୁତ ବଡ଼ ସାହିତ୍ୟ ହେଇଗଲା। ତମ ଠାକୁରଙ୍କୁ ତମେ ବାପ ପୁଅ ଭଳି କୁହ ଏବଂ ଠିକ ବାଟରେ ଯାଅ, ଠିକ କାମ କର। ତମେ ଯଦି
ଠିକ ବାଟରେ ଯାଇଥିବ ଏମିତି ଗୋଟେ ସମୟ ଆସିବ ତୁମେ ଯେତେବେଳେ ବାଟରେ ଥକି ପଡ଼ିବ ସିଏ ତୁମକୁ ହାତ ଧରିକି ନେଇଯିବେ। ବିଲ୍ୱମଙ୍ଗଳ ସେଠିକି କୃଷ୍ଣଙ୍କୁ ଭଲ ପାଉଥିଲେ। କଥିତ ଅଛି ବୃନ୍ଦାବନରୁ ଯେତେବେଳେ ସେ ଆସୁଛନ୍ତି ଅନ୍ଧ ହେଇଯାଇଛନ୍ତି କିନ୍ତୁ କୃଷ୍ଣଙ୍କ ସଙ୍ଗୀତ ଗାଉଛନ୍ତି। ବାଟରେ ଯାଉ ଯାଉ ବାଟରେ ପଡ଼ିଯାଉଛନ୍ତି, କ୍ଷତ ବିକ୍ଷତ ହେଉଛନ୍ତି। ଯେତେବେଳେ ବାଟରେ ଅତି ଅସହାୟ ହେଇ ପଡ଼ିଲେ ଗୋଟିଏ ଛୋଟ ବାଳକ ତାଙ୍କ ହାତକୁ ଧରି ନେଇକିରି ବାଟ କଢ଼େଇ ଚାଲିଲା। କହିଲା ମୁଁ ବି ଯିବି ବୃନ୍ଦାବନକୁ, ଚାଲନ୍ତୁ ମୋ ସାଙ୍ଗରେ, ମୁଁ ଛାଡ଼ିଦେବି ବୃନ୍ଦାବନରେ। ଆଉ ଏଇ କଥା ପଦକ ନେଇ ବିଲ୍ୱମଙ୍ଗଳ ଅନୁଭବ କଲେ ଇଏ ଛୋଟ ବାଳକ ନୁହେଁ, ଇଏ ହେଉଛନ୍ତି କୃଷ୍ଣ। କୃଷ୍ଣ ନିଜେ ଭାବିଲେ, କହିଲେ ଦେଖିବା ଟିକେ ଛାଡ଼ିଦିଏ ଅଧଘଣ୍ଟା ଘଣ୍ଟାଏ ଟିକେ କେମିତି ଚାଲୁଛି। ହଟିଆ ଠାକୁର ସେ ଟିକେ ଛାଡ଼ିଦେଲେ ହାତକୁ। କିନ୍ତୁ ବିଲ୍ୱମଙ୍ଗଳ କ'ଣ କହିଲେ, କହିଲେ ତୁ କିଏ ମୁଁ କ'ଣ ଜାଣିନି? ତୁ ମୋ ହାତକୁ ଧରି ଚଲଉଛୁ ଏ କଥା କ'ଣ ମୁଁ ଅନୁଭବ କରିନି? ତୁ ପରା ମୋ ହୃଦୟରେ ଅଛୁ, ଆଉ ମତେ ଛାଡ଼ିଦେବୁ କ'ଣ? ମୁଁ ତତେ କ'ଣ ଛାଡ଼ିଦେବି? ହୃଦୟ ନବୋଦ୍ୟ ବପୁଷ ନୟନାଭିରାମମ୍ ଉନ୍ମିତ ପଦ୍ମନୟନମ୍ ନବନୀତ ଚୌରମ୍। हे गोपालक हे कृपाजल निधे हे सिंधु कन्यापते हे कंसांतक हे गजेन्द्र करुणा पारीश हे माधव हे रामानुज हे जगत्रय गुरु हे पुंडरीकाक्षमां हे गोपीजन नाथ पालय परम जानामि नत्वं बिना। तू कौन मते छाड़देबू, मु कौन तेरे छाड़देवी? तू परा मो हृदय अच्छु। सौटू ठाकुर कौन कले पुणी आसी माया विस्तार कले, कहले भाई मुझा ये जाइली मौसा, मुझे जाइली पर्सा कर जाइली पर्सा कर आइली आ बुझे मोर हजे हते तू पर्सा कर जाइलु। हाँ तेणु सज्जन सबुठारु जदि दुनिया रे अति निजर थांती से किए? अनेक गीत ये जो टूर रे जाइली बहुत गीत लिखी, सबगुड़ाक अनुभूति संपन्न गीत। दुनिया रे किए कहार? दुनिया रे सबुठारु जदि निजर थांती सी होउचंती आमर गुरु, सी होउचंती आमर प्रभु। प्रभु सागर कथबार्ता करी हुएनी, गुरु होउचंती कथा कुआ ठाकुर। तेणु समस्ते से भावरे मज शाग देखाई सजना शाग, सजना सर्वदा पथ्य शाग खाओ एवं जहा मिलुची संतुष्ट रुह। काठ चेयर टीए, काठ खटटीए, कंथाटीए जदि कंथाटी को जदि आदर करिथिबो ताले तुमको रेजेई मिलिले, गदी मिलिले, कमल मिलिले भल, न मिलले भी भल। बाबू शुण, गोटे जामारे मु 5 वर्ष कटे, बिना चप्पल 20 वर्ष कटे, गोटे कंथारे 10 वर्ष खंडे कटे गला कंथा। तापरे गोटे भंगा खटरे 5 वर्ष शोई, गोटे कमल अनेक दिन शोई, शीतरे केबे भी शोई पारे ना, कमल घोड़े बसे। से प्रचंड शीत होता, आश्रम तो सहजे गोटे पानी कादुआ जगह था। तो जीवनटा एतिकी कथा को स्वीकार करिथिला बोली
ଆଜି ଆଶ୍ରମରେ କମଳ ବଣ୍ଟା ହେଉଛି, ଜାମା ବଣ୍ଟା ହେଉଛି, ଲୁଗା ବଣ୍ଟା ହେଉଛି, ନିଜେ ଖୁସିରେ ରହିଛି। ସବୁ ଆପଣମାନେ କରିଛନ୍ତି, କିନ୍ତୁ ଠାକୁରଙ୍କ ଇଚ୍ଛାରେ ହେଇଛି। ତେଣୁ ସଜ୍ଜନ, ସବୁ ତ ତୁମରି ଇଚ୍ଛା ଇଚ୍ଛା ସବୁ ତ ତୁମରି ଲୀଳା, ସବୁ ତ ତୁମରି ଇଚ୍ଛା ଇଚ୍ଛା ସବୁ ତ ତୁମରି ଲୀଳା। ଜାନା ମୋରେ ଧର୍ମ ପ୍ରଭୃତି ସଦା କରୁ ଖେଳା, ସବୁ ଠାକୁର ଅଭିରାମଙ୍କର ତତ୍ତ୍ୱଭିତ୍ତିକ ଗୀତ। ଜଳୌକା ସାଧକ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର କୃଷ୍ଣ ପ୍ରେମର ସଙ୍ଗୀତ, ପ୍ରାଚୀ ନୟାହାଟ ମଧୁସୂଦନଙ୍କର ସେଇ ପ୍ରେମପୂର୍ଣ୍ଣ କୃଷ୍ଣ ଲୀଳା କେତେ ଦିନ ହେଲା କହିପାରୁନି, କ୍ଲାନ୍ତ ଟିକେ ରହିଛି। ମୁଁ କହିବି, ପୁଣି କହିବି। ଏବଂ ମୋର ପ୍ରିୟ ହୃଦୟାଧୀଶ ଠାକୁର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଏବଂ ତାଙ୍କ ପ୍ରତିନିଧି ନାମାଚାର୍ଯ୍ୟ ବାବା ବାୟାଙ୍କ କଥା କହିବି। ଟିକେ ଆଉ ଦିନେ ଦୁଇ ଦିନ ଯାଉ, ପୁଣି ଆରମ୍ଭ କରିବା। ବର୍ତ୍ତମାନ ଗୋଟେ ପ୍ରଳୟ ସମୟ, ଯୁଦ୍ଧ ଆସୁଛି। ସବୁବେଳେ ମନେ ରଖ, ଆମ 10 ଅବତାରର ମୀନ କଚ୍ଛପ ଶୂକର ବିଶ୍ୱକୁ ପ୍ରଳୟ ମୁଖରୁ ରକ୍ଷା କରିବା ପାଇଁ ଏ 3ଟି ମୀନ କଚ୍ଛପ ଶୂକର, ୟାଙ୍କୁ ଏଇ ଯେଉଁ ଗୀତ ପଢ଼ିପାର ବା ଅବତାରଙ୍କୁ ସ୍ମରଣ କରିପାର। ଏବଂ ଯୁଦ୍ଧ ଭୟରୁ ରକ୍ଷା ପାଇବା ପାଇଁ, ବିଶ୍ୱ ଯୁଦ୍ଧ ବିମୁକ୍ତ ହେବା ପାଇଁ ନରହରି ନୃସିଂହ ଅବତାର ଏବଂ ଭୃଗୁପତି ଅବତାର, ଏ 2ଟି ଅବତାରଙ୍କୁ ସବୁବେଳେ ଚିନ୍ତନ କର। ଏ ପଢ଼ିପାରିଲ ଶ୍ଲୋକ ଆହୁରି ଭଲ। ଘରେ ଅଶାନ୍ତି ହେଉଛି, ଘରର କିଛି ଦୋଷ ଅଛି, ଶତ୍ରୁ ବୃଦ୍ଧି ହେଉଛନ୍ତି। ସେଥିପାଇଁ ଏଇ ଯେଉଁ ବିତରସି ଦୀକ୍ଷୁଣ ଦିଗପତି କମନୀୟଂ ଦଶମୁଖ ମୌଳି ବଳି ରମଣୀୟଂ କେଶବ ଧୃତ ରାମ ଶରୀର, ରାମଙ୍କୁ ତାପରେ ହେଉଛି ହଳଧର ଅବତାର, ଏ 2 ଜଣଙ୍କୁ ଚିନ୍ତନ କର। ସେଇଭଳି ଭାବରେ ଜ୍ଞାନ ଆହରଣ କରିବା ପାଇଁ, ବିଦ୍ୟା ଆହରଣ କରିବା ପାଇଁ, ବିଜ୍ଞାନକୁ ଉଦ୍ଭାବନ କରିବା ପାଇଁ ଭଗବାନ ବୁଦ୍ଧଙ୍କୁ ସ୍ମରଣ କର। ଦେଶର ଶତ୍ରୁ, ରାଜ୍ୟର ଶତ୍ରୁ, ଜୀବନର ଶତ୍ରୁ, ପରିବାରର ଶତ୍ରୁ, ଗ୍ରାମର ଶତ୍ରୁ, ଏହି ଶତ୍ରୁମାନଙ୍କୁ ନିଧନ ନୁହେଁ, ଶତ୍ରୁମାନଙ୍କୁ ପରିବର୍ତ୍ତନ କରିବାକୁ ହେଲେ ଭଗବାନ କଳ୍କି ଅବତାରଙ୍କୁ ସ୍ମରଣ କର। ତେଣୁ ବର୍ତ୍ତମାନ ମୁଁ କହିଥିଲି, ପ୍ରଳୟରୁ ରକ୍ଷା ପାଇବା ପାଇଁ ମହାବିଷ୍ଣୁ ଅବତାର ନୃସିଂହଙ୍କୁ ସ୍ମରଣ କରି ବିଶ୍ୱର ମଙ୍ଗଳ କାମନା କରନ୍ତୁ। କଥାଟି ଏଇଠି ରଖିବା।